ଆଜି ବିଶୋଇଠାରେ ମା ବାପା ଛେଉଣ୍ଡ 40 ବର୍ଷୀୟ ଯୁବକର ମୃତଦେହ ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଭିତରୁ ଉଦ୍ଧାର ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ଜଣକ ହେଲେ ଖଡ଼ମବେଡ଼ା ପଞ୍ଚାୟତ ବାରୁଣିଆ କଲୋନୀ ସାହିର ସ୍ୱର୍ଗତ ବାସୁଦେବ ପଟେଲଙ୍କ ପୁଅ ଶିରିଷ ପଟେଲ। ସୂଚନା ଅନୁଯାୟୀ ବାପା ମା ଛେଉଣ୍ଡ ସ୍ୱର୍ଗତ ଶିରିଷର ବାସଗୃହ ନଥିବାରୁ ସେ ଏଣେସେଣେ ରାତ୍ରି ଯାପନ କରିଥାଏ। ସବୁଦିନ ପରି ଶିରିଷ ସୋମବାର ଗ୍ରାମର ଅନ୍ୟ ଜଣଙ୍କ ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଘରେ ଏକାକୀ ଶୋଇଥିଲେ। କେହି ଦୁର୍ବୃତ୍ତ ଶିରିଷ ଶୋଇଥିବା ଅବସ୍ଥାରେ ପଥର ସାହାଯ୍ୟରେ ତାର ମୁଣ୍ଡକୁ ଶକ୍ତ ଆଘାତ ଦେବା ଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଛି। ଏହି ଖବର ପାଇବା ପରେ ଗ୍ରାମବାସୀ ପୁଲିସକୁ ଜଣାଇଥିଲେ। ବିଶୋଇ ଥାନା ଅଧିକାରିଣୀ ସୁବର୍ଣ୍ଣ ବେହେରା, ରାଇରଙ୍ଗପୁର ଆରକ୍ଷୀ ଅଧିକାରୀ ସୁରେଶ ଚନ୍ଦ୍ର ପାତ୍ର, ଏସଡିପିଓ ବୀରେନ୍ଦ୍ର ସେନାପତି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତକର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ବିଶୋଇ ଥାନା କେସ୍ ନମ୍ବର 178/26 ଧାରା BNS 103(1)ରେ ଏକ କେସ୍ ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି। ଜଣେ ଶାନ୍ତ ସରଳ ପରୋପକାରୀ ଯୁବକର ମୃତ୍ୟୁକୁ ନେଇ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। हाँ देखो आज आमर गोटे मर्डर केस रिपोर्ट होती जहाँकि आमर सका गोटे मृतदेह पड़ार खबर पाई थाना एसी घटनास्थल को आसते पर आमको मर्डर केस रिपोर्ट हस्तांतर होता आमर बिशोई थाना केस नंबर 178/26 दफा 103(1) BNS एक मामला रुजु कराई। अद्यावधि आमर साइंटिफिक टीम माननीय SP सार घटनास्थल प्रदर्शन कर बर्तमान आम जड़े अभियुक्त को सन्देह हिसाब से आम अटक रखीचु और तदंत आगू चलती आगू जना पड़ा संप्रति आम आपन को अवगत कराइबु। धन्यवाद।